অনন্ত তুমি জাগি উঠ ধরাধামে, শিখাই দিয় হে প্রভু এ সংসার সারক প্রভু। এই ଯେଉଁ ପ୍ରାର୍ଥନାଟି ଆମେ ସବୁଦିନେ ପଢ଼ୁଛୁ, ଏଇ ପ୍ରାର୍ଥନାଟିକୁ କେହି ଭାବିପାରନ୍ତି ଏହା ଗୋଟାଏ ନିର୍ଦ୍ଦିଷ୍ଟ ଧର୍ମର ଏବଂ ନିର୍ଦ୍ଦିଷ୍ଟ ଧର୍ମ ଭିତରେ ଥିବା ନିର୍ଦ୍ଦିଷ୍ଟ ମତବାଦର। ଅନନ୍ତ କିଏ? ଅନନ୍ତ ଶବ୍ଦର ଅର୍ଥ ହେଲା ଯାହାର ଆଦି ଅନ୍ତ ନାହିଁ। ଏହାର ସ୍ପଷ୍ଟ ଚିତ୍ର ହେଲା ନିରାକାର ଏବଂ ନିରାକାର। ଏଇ ନିରାକାରଙ୍କୁ କିଏ ପରମାତ୍ମା କହୁଛି, କିଏ ଆଲ୍ଲା କହୁଛି, କିଏ ଗଡ୍ କହୁଛି, କିଏ ଈଶ୍ୱର କହୁଛି, କିଏ ବାହେ ଗୁରୁ କହୁଛି, କିଏ ବୁଦ୍ଧଂ ଶରଣଂ ଗଚ୍ଛାମି କହୁଛି, କିଏ ମହିମା ଅଲେଖ ବୋଲି କହୁଛି। କିନ୍ତୁ ପ୍ରକୃତରେ ନିରାକାର ହେଉଛି ସମସ୍ତ ଜଗତ ହିଁ ନିରାକାର। ଏତିକି ବୁଝିଲେ ଯଥେଷ୍ଟ। ସମସ୍ତ ଜଗତ ଭିତରେ ଯାହା ଯାହା ଦେଖୁଛ ତାହା ହେଉଛି ସାକାର। ସେଇ ସାକାର ଭିତରେ ଆମେ ଦେଖୁଛୁ ମଣିଷ, ପଶୁ, ପକ୍ଷୀ, ବୃକ୍ଷ, ତରୁ, ତୃଣ, ଲତା ସବୁ ସାକାର। ସେଇ ସାକାର ମଧ୍ୟରେ ଉନ୍ନତ ଜୀବ ହେଉଛି ମଣିଷ। ସେ ଯେଉଁ ଦେଶର ହୁଅନ୍ତୁ, ଯେଉଁ ଜଳବାୟୁର ହୁଅନ୍ତୁ, ସେଇ ଉନ୍ନତ ମଣିଷମାନଙ୍କ ମଧ୍ୟରେ ଯେଉଁମାନେ ଜ୍ଞାନୀ, ବିଜ୍ଞାନୀ, ସାଧକ, ସେଇମାନେ ହେଉଛନ୍ତି ଅବତାର ବା ସଦ୍ଗୁରୁ। ଏଇ ହେଉଛି କଥା। ତେବେ ପ୍ରତ୍ୟେକ ଶବ୍ଦର ଦୁଇଟି ଲେଖା ଅର୍ଥ ରହିଛି, ପିଣ୍ଡ ଆଉ ବ୍ରହ୍ମାଣ୍ଡ। ଆମ ଜୀବନରେ ଅନନ୍ତ କିଏ? ଗୋଟିଏ ଅନନ୍ତ ହେଉଛନ୍ତି ଆମ ମସ୍ତିଷ୍କ ଠାରୁ ମେରୁଦଣ୍ଡ ଶେଷ ପର୍ଯ୍ୟନ୍ତ, ଏଇ ହେଉଛନ୍ତି ଅନନ୍ତ। ତାପରେ ଏଇ ଅନନ୍ତଙ୍କର 7ଟି ଫଣା, ସେ ହେଉଛି ମୁଖ 1, ଚକ୍ଷୁ 2, 3, କାନ 2, 5, ନାସାର 2 ପଡ଼ା 7। ଏଇ ସପ୍ତପେଣି ନାଗ। ତେବେ ଆଉ ଗୋଟିଏ ଅନନ୍ତ ହେଉଛନ୍ତି ଆମ ମସ୍ତିଷ୍କ ଭିତରେ ଥିବା କ୍ରୋମୋଜୋମ୍, ଯାହାକୁ ଯୋଡ଼ିଦେଲେ ସେଇଟା ସୂର୍ଯ୍ୟାଲୋକ ପର୍ଯ୍ୟନ୍ତ ଠାରୁ ଆହୁରି ଅଧିକ ହେଇଯିବ, ଏତେ ସୂକ୍ଷ୍ମ। ସିଏ ହେଉଛନ୍ତି ଅନନ୍ତ। ମୋଟାମୋଟି କଥା, ଏଇ ଯେଉଁ ମେରୁଦଣ୍ଡର ଶେଷ ପର୍ଯ୍ୟନ୍ତ, ମସ୍ତିଷ୍କ ଠାରୁ ମେରୁଦଣ୍ଡ ପର୍ଯ୍ୟନ୍ତ, ସେ ହେଉଛନ୍ତି ଅନନ୍ତ। ଏଇ ଅନନ୍ତ ନାଗ ଉପରେ ଯିଏ ଶୟନ କରିଛନ୍ତି ସେ କିଏ? ସିଏ ହେଉଛନ୍ତି ଆମର ସମ୍ମୁଖ ଭାଗ।
ସମ୍ମୁଖ ଭାଗଟି ହେଉଛନ୍ତି ବିଷ୍ଣୁ, ପଶ୍ଚାତ ଭାଗଟି ହେଉଛି ଅନନ୍ତ ନାଗ। ଏଇଭଳି ଭାବରେ ଆମକୁ ବୁଝିବାକୁ ପଡ଼ିବ। କ୍ଷୀରାବ୍ଦି ସମୁଦ୍ର କହିଲେ ଆମେ ସମସ୍ତେ ମା'ର କ୍ଷୀର ଖାଉ, ଗଛର କ୍ଷୀର ଖାଉ, ଫଳର କ୍ଷୀର ଖାଉ, ଗୋମାତାର କ୍ଷୀର ଖାଉ। ଆମେ ସମସ୍ତେ କ୍ଷୀରାବ୍ଦି ସମୁଦ୍ରର ଅଧିବାସୀ। ଏଇ କ୍ଷୀରାବ୍ଦି ସମୁଦ୍ର ମଧ୍ୟରେ ଯେଉଁ ଅନନ୍ତ ଅଛନ୍ତି ସେଠି ଲକ୍ଷ୍ମୀ ଅଛନ୍ତି। ମନେ ରଖନ୍ତୁ, ଲକ୍ଷ୍ମୀଙ୍କର ମନ୍ଦିର କହିଲେ ଆମ ଶସ୍ୟ କ୍ଷେତ୍ର, ବଣ ଜଙ୍ଗଲ, ଏ ହେଉଛି ଲକ୍ଷ୍ମୀଙ୍କର ମନ୍ଦିର। ଜୀବନ ଭିତରେ ଲକ୍ଷ୍ମୀ ମନ୍ଦିର ହେଉଛି ଆମର ଯେଉଁଠି ଖାଦ୍ୟ ପାକସ୍ଥଳୀ, ଆମ ଭିତରେ ଥିବା ଯେଉଁ ପାକସ୍ଥଳୀ ସେ ହେଉଛି ଲକ୍ଷ୍ମୀଙ୍କ ମନ୍ଦିର। ତାପରେ ସେଇଠି ଅଛନ୍ତି ସରସ୍ୱତୀ। ସରସ୍ୱତୀ କିଏ? ଗୋଟେ ଜଗତ ଭିତରେ ଯେତେ ମାନେ ପ୍ରଥମରୁ ଯେତେ ୟୁନିଭର୍ସିଟି ପର୍ଯ୍ୟନ୍ତ ଯେତେ ବିଦ୍ୟାଳୟ ରହିଛି, ୟୁନିଭର୍ସିଟି ରହିଛି, ସେଇଗୁଡ଼ିକ ହେଉଛି ବାସ୍ତବ ସରସ୍ୱତୀଙ୍କର ମନ୍ଦିର। ସେଇ ସରସ୍ୱତୀଙ୍କ ମନ୍ଦିର ଭିତରେ ଆମ ଭିତରେ ସରସ୍ୱତୀଙ୍କ ମନ୍ଦିର ହେଉଛି ଆମର ଉନ୍ନତ ମାନର ମସ୍ତିଷ୍କ, ଯେଉଁ ବୁଦ୍ଧି ବିବେକ ଜ୍ଞାନ ରହିଛି। ଏଇ ହେଉଛନ୍ତି ସରସ୍ୱତୀ। ଏଇ ଅନନ୍ତଙ୍କର ନାଭି କମଳରେ ଅଛନ୍ତି ବ୍ରହ୍ମା। ବ୍ରହ୍ମା କିଏ? ଆମର ମା ଆଉ ବାପା, ଇଏ ହେଉଛନ୍ତି ବ୍ରହ୍ମାଙ୍କର ସ୍ୱରୂପ। ଇଏ ହେଉଛି ଆମର ମାନେ ଜଗତ ଭିତରେ ମା ବାପା, ପ୍ରକୃତି ପୁରୁଷ, ଇଏ ହେଉଛନ୍ତି ବ୍ରହ୍ମା। ବ୍ରହ୍ମ ଆଉ ବ୍ରହ୍ମା, ବାପା ହେଲେ ବ୍ରହ୍ମ, ମା ହେଲେ ବ୍ରହ୍ମା। ସେଇଭଳି ଭାବରେ ସେଠି ଆଉ ସବୁ ଅନେକ କଥା ଅଛି। ଆମର ଏଇ ପ୍ରାର୍ଥନାର ଆଉ ଗୋଟିଏ ପଦ ହେଉଛି, ଦେଖା ଥରେ ଶଙ୍ଖ ଚକ୍ର ଗଦା ପଦ୍ମ ହସ୍ତେ ତୁମେ, ଦେଖାଇ ଦିଅ ଶକତି ଏ ମୂଢ଼ର ମର୍ମେ ମର୍ମେ। ତେବେ ଶଙ୍ଖ କିଏ? ଭଲ କାମ ଆରମ୍ଭ କରିବା ହେଉଛି ଶଙ୍ଖ। ଚକ୍ର କିଏ? ଆମର କର୍ତ୍ତବ୍ୟ କ୍ଷେତ୍ର ହେଉଛି, କର୍ମକ୍ଷେତ୍ର ହେଉଛି ଚକ୍ର। ମା'ର ହାଣ୍ଡିଶାଳା ମଧ୍ୟ ଚକ୍ର। ଗଦା କିଏ? ଆମର ଶିକ୍ଷାକ୍ଷେତ୍ର, ଯେଉଁଠି ଆମେ ଶାସିତ ହଉ, ସଂଯମିତ ହଉ, ସେ ହେଉଛି ଗଦା। ପଦ୍ମ କିଏ? ପଦ୍ମ ହେଉଛି ଆମ ଜୀବନର ଯେତେ ଭଲ ଅନୁଭବ, ସିଏ ହେଉଛି ପଦ୍ମ। ଜ୍ଞାନ ବିଜ୍ଞାନ, ସିଏ ହେଉଛି ପଦ୍ମ। ଏଇଭଳି ଭାବରେ ଅନନ୍ତଙ୍କର କଥା। ତାପରେ ଆଉ ଗୋଟିଏ ପଦ ଅଛି, କଳ୍କି ରାମ ମୂର୍ତ୍ତି ତୁମେ ଦେଖେ ନା ପାପର, ଆରତ ନାଶନ ବାନା ବୋଲାଇଛ ଧରା। କଳ୍କି ହେଉଛନ୍ତି ଆମର ଗୁରୁ, ଗୁରୁଜନ, ଶିକ୍ଷାଦାତା, ଆମର ହିତାକାଂକ୍ଷୀ। ଏଇ ହେଉଛନ୍ତି ଆମର ଶାସ୍ତ୍ର, ଏଇ ହେଉଛନ୍ତି ଆମର କଳ୍କି ରାମ। ତାପର କଥାଟି ହେଉଛି, ଏ ଜୀବନ ଭୁଲ ପାଇଁ କ୍ଷମା ଦିଅ ହେ ଗୋସାଇଁ, ତୁମ୍ଭ ଶ୍ରୀଚରଣ ଧ୍ୟାଇ ମିଶିଯାଉ ତୁମ୍ଭ ନାମ। ତେଣୁ ଜୀବନର ସମସ୍ତ କର୍ମକୁ
ଚିନ୍ତନ କର, ଅନୁତାପ କର। ଅନୁତାପ ହିଁ ଶ୍ରେଷ୍ଠ ପ୍ରାୟଶ୍ଚିତ। ଭୁଲକୁ ମାନିଯାଅ। ତୁମେ ଯଦି ନ ମାନିବ ଆଉ ଭୁଲ ନ କରିବା ପାଇଁ ସଂକଳ୍ପ ନିଅ। ଇଏ ପ୍ରାର୍ଥନାଟି ହେଉଛି ତାର ଅର୍ଥ ଏଇଆ। ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। କଥାଟି ଏଇଠି ରହିଲା। ପୁଣି ଆପଣମାନେ ଆମର କାର୍ଯ୍ୟକ୍ରମ ସବୁ ଆଗକୁ ଆଗକୁ ଅକ୍ଷୟ ତୃତୀୟାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ ପୁଣି ଧାରା ବିବରଣୀ ଦେବି। କ'ଣ କେବେ ଆସିବେ, କେମିତି ଆସିବେ, ଖରାରେ ଆସିବେ ନାହିଁ, କେଉଁ ସମୟରେ ଆସିବେ, କେଉଁ ଦିନ ଆସିବେ, ସେ କଥା ଆପଣମାନଙ୍କୁ ଆସ୍ତେ ଆସ୍ତେ ଜଣାଇବି। କଥାଟି ଏଇଠି ରଖିବା। ଜୟ ଗୁରୁ, ଜୟ ଜଗନ୍ନାଥ। ଧୋରେ ବାଇଆ ଧୋ, ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ। ଇଏ ହେଉଛି ଗୋଟିଏ ଓଡ଼ିଆର ଲୋକ କଥା। ନିଜକୁ ଧୌତ କର। ଗହଳ ମାଣ୍ଡିଆ ଭଳି ଥିବା କେଶ ରାଶି ଅର୍ଥାତ୍ ମସ୍ତିଷ୍କ ଭିତରେ ଥିବା ବୁଦ୍ଧି, ବିବେକ, ଜ୍ଞାନକୁ ନେଇ ସବୁବେଳେ ବିଚାର କର। ଅଯଥା କଥାକୁ ଅନର୍ଥ କର ନାହିଁ। ଯେଉଁଠି ବୁଦ୍ଧି ରହିଛି, ବିବେକ ରହିଛି, ଜ୍ଞାନ ରହିଛି, ବିଚାର ରହିଛି, ସେ ଜାଗାଟା କୋଉଟା? ସେଟା ହେଉଛି ମସ୍ତିଷ୍କ। ଏବଂ ଯୋଉଠି ଭୁଲତା ଭଳି ଦୁଇଟି ମାଣ୍ଡିଆ ଚିତ୍ର ଅଛି, ତା ମଝି ସ୍ଥାନ ହେଉଛି ଲଲାଟ। ଆଖି ବୁଜି ସେଇ ଚକ୍ରଟାକୁ ଧ୍ୟାନ କର, ତାହେଲେ ବୁଦ୍ଧିର ବିକାଶ ହବ। ଇଏ ହେଉଛି ଧୋରେ ବାଇଆ ଧୋ, ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ। ଆଉ ଗୋଟିଏ ଶବ୍ଦ ଅଛି, ବାଇ ଚଢ଼େଇର କି ଯାଉଛି, ବା କୋଳେ ବସା ଦୋହଲୁ ଅଛି। ସେ ବାଟି କିଏ? ଆମରି ଭିତରେ ଥିବା ପ୍ରାଣବାୟୁ, ନିଶ୍ୱାସ। ଏଇ ପ୍ରାଣବାୟୁ ନିଶ୍ୱାସ ଯେ ପର୍ଯ୍ୟନ୍ତ ଯାଉଛି ଆଉ ଆଉଛି, ସେ ପର୍ଯ୍ୟନ୍ତ ଆମେ ଜୀବନ୍ତ। ଯାହା ଚାହିଁବା ତା କରିବା। ଭଲ ହବାକୁ ହେଲେ ଭଲ ହବା, ମନ୍ଦ ହବାକୁ ହେଲେ ମନ୍ଦ ହବା। ଏ ଦୁଇଟି ଅକ୍ଷରକୁ ମିଶେଇ ଦେଲେ ଧୋ ଆଉ ବା। ଇଏ ହେଉଛି ଗୋଟିଏ ଅର୍ଥ। ଧୋବାକୁ ମାଇପ ମିଳିବ। ମା କହିଲେ ମାଟି ମା। ମାଟି ମା ହେଉଛି ଆମର ପ୍ରକୃତ ମା, ଜନ୍ମଦାତ୍ରୀ ମା। ଆମକୁ ଖାଇବାକୁ ଦିଏ, ପିନ୍ଧିବାକୁ ଦିଏ, ବୁଲିବାକୁ କହେ, ପାଠ ପଢ଼ାଏ। ସେ ସ୍ଥାନଟି କୋଉ ଗୋଟିକ? ଏଇ ମାଟି ମା। ଆଉ ଗୋଟିଏ କଥା ହେଉଛନ୍ତି ଇ କିଏ? ଈଶ୍ୱର। ଈଶ୍ୱର କୋଉଠି ଅଛନ୍ତି? ହୃଦୟରେ। ଏଣୁ ହୃଦୟକୁ ଧ୍ୟାନ କର। ତାପରେ ଈଶ୍ୱର ଆଉ କିଏ? ଗୁରୁଙ୍କୁ ନମଣିବ ନର, ଗୁରୁଟି ସାକ୍ଷାତ ଈଶ୍ୱର। ଯେଉଁ ଜୀବନରେ ଗୁରୁ ଗୁରୁଜନଙ୍କ ପ୍ରତି, ସଦ୍ଗୁରୁଙ୍କ ଠାରୁ ଗୁରୁଜନମାନଙ୍କ ପର୍ଯ୍ୟନ୍ତ ଯେଉଁଠି ଭକ୍ତି ରହିଛି, ଶ୍ରଦ୍ଧା ରହିଛି, ମମତା ରହିଛି, ସେଠି ସବୁ କିଛି ମିଳିବ। ଆମେ ଆମ ଗୁରୁଜନଙ୍କୁ ମାନିବୁ, କିନ୍ତୁ ଦେଖାଯାଏ ଆମର ଯିଏ ଗୁରୁଜନ, ସେ ତାଙ୍କ ଗୁରୁଜନକୁ ମଧ୍ୟ ସେ ସମ୍ମାନ ଦିଅନ୍ତି ନାହିଁ। କିନ୍ତୁ ସମ୍ମାନ ଖୋଜନ୍ତି
ସିଏ କିନ୍ତୁ ସମ୍ମାନ ଦିଅନ୍ତି ନାହିଁ। ଏଇଗୁଟାକ ହଉଛି ବ୍ୟତିକ୍ରମ। ସେଇ ଗୁରୁ ଆଉ ଗୁରୁଜନଙ୍କର ଆଶୀର୍ବାଦ ହେଲେ ଆମେ ପରମ ବା ଶ୍ରେଷ୍ଠତ୍ୱକୁ ପ୍ରାପ୍ତି ହବା, ପରମାତ୍ମାକୁ ଲାଭ, ପରମାତ୍ମାକୁ ପାଇବା, ଏ କଥାଟା ମୁଁ ଗ୍ୟାରେଣ୍ଟି ଦେଇପାରିବିନି, କିନ୍ତୁ ଗୋଟେ ଭଲ ମଣିଷ। ତେଣୁ ନିଜକୁ ଧୌତ କର, ବାକୁ ନେଇ ପ୍ରାଣାୟାମ କର ଏବଂ ମାଟି ମାକୁ ସମ୍ମାନ ଦିଅ, ଗୁରୁ ଗୁରୁଜନଙ୍କୁ ଭକ୍ତି କର ଏବଂ ଶ୍ରେଷ୍ଠ ମଣିଷ। ତାକୁ କେମିତି କୁହାଗଲା? ଧୋବାକୁ ମାଇପ ମିଳିବ। ଇଏ ହେଲା ଗୋଟିଏ ପଙ୍କ୍ତି। ଧୋବା ବୋଲି ଗୋଟେ ଜାତି ଆମ 36 ପାଟକ ଭିତରେ ଅଛନ୍ତି। ଠାକୁର ଅଭିରାମ ଲେଖିଛନ୍ତି ତାଙ୍କ ହାତରେ କଣ ଗୋଟେ ପବିତ୍ରତା ରହିଛି। ସେମାନେ ଅଶୁଦ୍ଧ ବସ୍ତ୍ରକୁ ଯଦି ଛୁଇଁ ଦେବେ, ଧୋଇଦେବେ, ସେ ପବିତ୍ର ହେଇଯିବ। ଆମେ କଣ କରୁଛୁ? ଓଲଟା ତାଙ୍କୁ ଆମେ ଅସ୍ପୃଶ୍ୟ ବୋଲି ଭାବୁଛୁ। ଏଇଟା ହଉଛି ଗୋଟେ ଭୁଲ ଧାରଣା। ରଜକ ବା ଧୋବା ଏମାନେ ଭିତରେ ଗୋଟେ ଆଧ୍ୟାତ୍ମିକ ପବିତ୍ରତା ରହିଛି। କୁମ୍ଭୀର କୁ କହିଲେ କୁତ୍ସିତ ଆଉ କୁ କହିଲେ ପୃଥିବୀ। ପୃଥିବୀକୁ ଅନୁସନ୍ଧାନ କର, କୁତ୍ସିତ ଭାବନାକୁ ତ୍ୟାଗ କର। ମାନେ ଗଭୀର ତତ୍ତ୍ୱକୁ ବୁଝ। ପ୍ରତ୍ୟେକ କଥାର ଗଭୀରତାକୁ ମାପ। ଖାମଖିଆଲି ଭାବରେ ଯାହା ମାନେ ତାହା କହିବା, ଯାହା ମାନେ ତାହା ବୁଝିବା, ଏ ପ୍ରକାରର ମନୋଭାବକୁ ତ୍ୟାଗ କରିବା ଉଚିତ। ତେଣୁ ଯେଉଁମାନେ କୁତ୍ସିତ ଭାବନାର ମଣିଷ, ସିଏ ନିଶ୍ଚିତ ଭାବରେ ଯେତେବେଳେ ଭଲ କଥା ଶୁଣିବେ, ସେଇ ମଣିଷ ଦସ୍ୟୁ ରତ୍ନାକର ବଲ୍ମୀକି ହେଲା ଭଳି ସେଇ ମଣିଷ ମଧ୍ୟ ମହାମାନବରେ ପରିଣତ। ସେ ଗାନ୍ଧୀ, ସେ ଗୋପବନ୍ଧୁ, ସେ ସୁଭାଷ ବୋଷ, ଏମାନେ ଖରାପ ମଣିଷ ନଥିଲେ, କିନ୍ତୁ ସାଧାରଣ ମଣିଷ, କିଏ ଓକିଲ ଥିଲା, କିଏ ଚାକିରି କରୁଥିଲା, ସେଇ ମଣିଷ ପୁଣି ଆଜି ଅମର ମଣିଷ ହେଇ ରହିଲେ। ତେଣୁ ଏଇ ଯୋଉ କଥାଟି କେତେ ସୁନ୍ଦର ଓଡ଼ିଆର ଏଇ ଲୋକ କଥା। ଧୋବାକୁ ମାଇପ ମିଳିବ, କୁମ୍ଭୀର କଥା ଜଣା ପଡ଼ିବ। ଆଉ ମାଇପ ଶବ୍ଦଟି ହଉଛି ସହଧର୍ମିଣୀ ନାରୀ ଯେତେବେଳେ ମାର ଭୂମିକା ନିଏ, ତା ସ୍ୱାମୀକି ସେ ପୁତ୍ର ଭଳି ତାର ଖାଦ୍ୟ ପେୟର ସେବା ଶୁଶ୍ରୂଷା କରେ, ସିଏ ହଉଛି ଗୋଟିଏ ମାଇପ। ସେତେବେଳେ ସେ ମାଇପ। ତେଣୁ ଧୋବା ହଉଛି ଆଉ ଗୋଟେ ଶବ୍ଦ, ଯିଏ ସାଧୁ। ଧୋବ ଫରଫର, ତାମାନେ ଶୁକ୍ଳାମ୍ବରଧରମ୍ ବିଷ୍ଣୁ ଶଶିବର୍ଣ୍ଣମ୍ ଚତୁର୍ଭୁଜମ୍ ପ୍ରସନ୍ନମ୍ ବଦନମ୍ ଧ୍ୟାୟେତ୍ ସର୍ବବିଘ୍ନୋପଶାନ୍ତୟେ। ତେଣୁ ଯିଏ ସାଧୁ, ସେ ନିଜକୁ ଯିଏ ପରିଷ୍କାର କରିଛନ୍ତି, ଗ୍ଲାନିକି ଦୂରୀଭୂତ କରିଛନ୍ତି, ସାଧୁ ସନ୍ଥ ସମାଜ, ତୀର୍ଥ ଶାସ୍ତ୍ର ସମାଜ ଏବଂ ଯିଏ ଶୁକ୍ଳବର୍ଣ୍ଣଧାରୀ ଭଗବାନ ବଳଦେବ, এইଭଳି ଭାବରେ
ଓଡ଼ିଆର ପ୍ରତ୍ୟେକ ଲୋକ କଥା ଅତି ସୁନ୍ଦର। ଏ କଥାଟି କହିଥିଲେ ଜଣେ କୁଳମଣି ମହାନ୍ତି ବୋଲି ଜଣେ ବ୍ୟକ୍ତି ଥିଲେ। ସିଏ ବାୟାଙ୍କ ପାଖରେ ବସିଥିବା ବେଳେ ବାୟା ତାଙ୍କୁ କହିଥିଲେ କୀର୍ତ୍ତନ କରିବା ପାଇଁ ଗୋଟେ ନିମନ୍ତ୍ରଣ ଦେଇଥିଲେ, କିନ୍ତୁ ସେ ଆସିପାରିନଥିଲେ। ସେଇଥିପାଇଁ ଏ କଥାଟିକେ ସେ ଉଦାହରଣ ଛଳରେ ମୋର ମାନସ ଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କର ପ୍ରତିବିମ୍ବ ମୁଁ ଯାହାଙ୍କ ପାଖରେ ଦେଖିଛି, ସେ ଏଇ କଥାଟି କହିଥିଲେ, କୀର୍ତ୍ତନିଆ ମିଳିବ କିନ୍ତୁ ତମ କଥା ଜଣା ପଡିବ। ତେଣୁ ଏଇ କଥାକୁ ନେଇ କିଏ ଅକଥାରେ ପରିଣତ କରୁଛି, କିଏ କଥାରେ ପରିଣତ କରୁଛି, ଇଏ କିନ୍ତୁ ବାର୍ତ୍ତା। ତେଣୁ ଆମ ପାଇଁ ବା ବଳିଆ ପାଇଁ ଜୀବନରେ କେତେଜଣ ଧୋବା ଅଛନ୍ତି। ପ୍ରଥମ ଧୋବା ହେଉଛନ୍ତି ମୋର ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ, ଦ୍ୱିତୀୟ ହେଉଛନ୍ତି ବାୟାରାମ, ତୃତୀୟ ବୈକୁଣ୍ଠନାଥ ବ୍ରହ୍ମଚାରୀ, ଚତୁର୍ଥ ଅଭିରାମ ପରମହଂସ। ସେହି କ୍ରମରେ ମୋର ପିତା ମାତା ଏବଂ ସେହି କ୍ରମରେ ଆମର ଠାକୁର ପ୍ରାଚୀ ମଧୁସୂଦନ ଏବଂ ସେହି କ୍ରମରେ ଅଛନ୍ତି ଠାକୁର ଅନୁକୂଳ ଚନ୍ଦ୍ର, ସ୍ୱାମୀ ଶିବାନନ୍ଦ ଚିଦାନନ୍ଦ, ଶ୍ରୀ ମା ଅରବିନ୍ଦ, ସତ୍ୟ ସାଇ, ଶିରିଡି ସାଇ, ଶଙ୍କରାଚାର୍ଯ୍ୟ, ନିମାକାଚାର୍ଯ୍ୟ। ଏଟା ସମସ୍ତେ ମୋ ପାଇଁ ଧୋବା ଆଉ ମୁଁ ନିଜେ ଗୋଟିଏ ଧୋ ଆଉ ବାର ତତ୍ତ୍ୱରେ ଅଛି। ଏତିକି କହି ସମସ୍ତଙ୍କୁ ଶୁଭେଚ୍ଛା ଦଉଛି। ବଳିଆ 23 ତାରିଖରେ ଆଶ୍ରମରେ ପହଞ୍ଚିବ। ଆଉ ମୁଁ ଜଗନ୍ନାଥଙ୍କ ନିମନ୍ତ୍ରଣ ମେଳା ପାଇଁ ଦେଇ ମୁଁ ଫେରିବି ଆଉ।